ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ନୂଆଦିଲ୍ଲୀସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ ଅଟଳଠାରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଭାରତ ଆସନ୍ତାକାଲି ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଗ୍ଲୋବାଲ ସାଉଥ୍। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପୂର୍ବ ଶିଖର ସମ୍ମିଳନୀରେ ବିଭିନ୍ନ ଜଟିଳ ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଆଲୋଚନା କରାଯିବ। ଏହି ଆହ୍ୱାନଗୁଡ଼ିକ ମଧ୍ୟରେ ସଂଘର୍ଷ, ଖାଦ୍ୟ ଓ ଶକ୍ତି ନିରାପତ୍ତା ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ବିଶ୍ୱବ୍ୟାପୀ ପ୍ରଭାବ ଅନ୍ତର୍ଭୁକ୍ତ। ଏହି ସମ୍ମିଳନୀରେ ଗ୍ଲୋବାଲ ସାଉଥ୍ର ଦେଶଗୁଡ଼ିକ ଅଳ୍ପ ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କର ସମସ୍ୟାର ଆହ୍ୱାନ, ପ୍ରାଥମିକତା ଏବଂ ସମାଧାନ, ବିଶେଷ କରି ବିକାଶ କ୍ଷେତ୍ରରେ ଆଲୋଚନା କରିବେ। ପୂର୍ବ ଦୁଇଟି ଶିଖର ସମ୍ମିଳନୀ ଭଳି ଏହି ସମ୍ମିଳନୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ଅଧିବେଶନରେ ଜଣେ ରାଷ୍ଟ୍ର ମୁଖ୍ୟ ଏବଂ ସରକାରୀ ସ୍ତରର ମୁଖ୍ୟ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆୟୋଜନ କରିବେ। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଭଳି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ବିସ୍ତାର କରି ଏକ ନିଆରା ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ଆଭିମୁଖ୍ୟ ଭାରତର ବସୁଧୈବ କୁଟୁମ୍ବକମ୍ ଭାବନା ସହିତ ଜଡ଼ିତ। ସର୍ବନିମ୍ନ ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କୁ ଏକ ସମାନ ପ୍ଲାଟଫର୍ମରେ ଏକାଠି କରି ସମସ୍ତ ପ୍ରସଙ୍ଗ ସମ୍ପର୍କିତ ପସନ୍ଦ ଏବଂ ମତ ଆଦାନ ପ୍ରଦାନ ପାଇଁ ଏହା ପରିକଳ୍ପନା କରାଯାଇଛି। କୋଲକାତାର ସରକାରୀ ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଓ ପରେ ଭଙ୍ଗାରୁଜା ଘଟଣାର ପ୍ରତିବାଦରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆଜି ସକାଳ 6ଟାରୁ ସାରା ଦେଶରେ ଅଣଜରୁରୀକାଳୀନ ସେବାକୁ 24 ଘଣ୍ଟିଆ ବନ୍ଦ ରଖିବାକୁ ଘୋଷଣା କରିଛି। ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ଜାରି ରହିବ ବୋଲି ମେଡିକାଲ ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ବାହ୍ୟ ବିଭାଗ ଓପିଡି ବନ୍ଦ ରହିବ ଏବଂ କୌଣସି ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଆଇଏମ୍ଏ କହିଛି। ଆଇଏମ୍ଏ ରାଜ୍ୟ ୟୁନିଟ୍ଗୁଡ଼ିକ ସହ ବୈଠକ ପରେ ସାରା ଦେଶରେ ଅଣଜରୁରୀକାଳୀନ ଚିକିତ୍ସା ସେବା ବନ୍ଦ କରିବାକୁ ଆହ୍ୱାନ ଦେଇଛି। ଆଇଏମ୍ଏ ମଧ୍ୟ କୋଲକାତା ଡାକ୍ତରଖାନାରେ ହୋଇଥିବା ଭଙ୍ଗାରୁଜାକୁ ନିନ୍ଦା କରିଛି। 78ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏକ ଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଜେପି ନଡ୍ଡା, ଡକ୍ଟର ଏସ୍ ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ, ପୀୟୂଷ ଗୋଏଲ, ଶିବରାଜ ସିଂ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜିଠାରୁ 2 ଦିନିଆ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ସେ ହାଇଦ୍ରାବାଦର କାହ୍ନା ଶାନ୍ତି ବନମ୍ ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ଦିନରେ ଉପରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ନେଲ୍ଲୋର ସ୍ଥିତ ଅକ୍ଷରା ବିଦ୍ୟାଳୟ କ୍ୟାମ୍ପସ୍ ଓ ଦକ୍ଷତା ବିକାଶ କେନ୍ଦ୍ର, ସ୍ୱର୍ଣ୍ଣ ଇଣ୍ଡିଆ ଟ୍ରଷ୍ଟ ଏବଂ ମୁପ୍ପା ଭାରାପୁ ଫାଉଣ୍ଡେସନ ପରିଦର୍ଶନ କରିବେ। ଏହାପରେ ଭେଙ୍କଟଚଲମଠାରେ ସ୍ୱର୍ଣ୍ଣ ଇଣ୍ଡିଆ ଟ୍ରଷ୍ଟର 23ତମ ବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଗତକାଲି ଆନ୍ଦୋଳନରତ ଡାକ୍ତର ଓ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଆଜି କମ୍ୟୁନିଷ୍ଟ ସୋଶାଲିଷ୍ଟ ୟୁନିଟ୍ ସେଣ୍ଟର ଫର ଇଣ୍ଡିଆ ପକ୍ଷରୁ 12 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଅପରାହ୍ନ 2ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ସମଗ୍ର ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ରାସ୍ତା ଅବରୋଧ ଡାକରା ମଧ୍ୟ ଦେଇଛି। ଆଜି ଧିକ୍କାର ଦିବସ ପାଳନ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ଲେନିନବାଦୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଆର୍ଜି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ଶ୍ରୀମତୀ ବାନାର୍ଜୀଙ୍କ ପାଖରେ ରାଜ୍ୟର ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ରହିଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଗତକାଲି ରାତିରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଚିହ୍ନଟ ହୋଇଥିବା 26 ଜଣଙ୍କ ମଧ୍ୟରୁ 9 ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ନିର୍ମମ ଭାବେ ହତ୍ୟା ଘଟଣାର ତଦନ୍ତ ପାଇଁ ସିବିଆଇର ଏକ ଟିମ୍ ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚିଛି। ସିବିଆଇର ଅନ୍ୟ ଏକ ଦଳ ଉତ୍ତର 24 ପ୍ରଗଣାର ସୋଦେପୁର ସ୍ଥିତ ପୀଡ଼ିତାଙ୍କ ପିତାମାତାଙ୍କ ସହ ଆଲୋଚନା କରିବାକୁ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ 8 ଜଣ ଡାକ୍ତରଙ୍କୁ ପଚରାଉଚରା କରାଯାଇଛି। ଶବ ବ୍ୟବଚ୍ଛେଦରେ ସମ୍ପୃକ୍ତ ଥିବା 3 ଜଣ ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।
सीबीआई आरजीकर मेडिकल कॉलेज और हॉस्पिटल पूर्वतन अधीक्षक डाक्तर संजय वशिष्ठ एवं छाती विभाग मुख्य डाक्तर अरुणव दत्त को सीजीओ कम्प्लेक्स स्थित कार्यालय में पचराउचरा करिथिबा जଣାपड़िछि। कोलकातार गत सप्ताह आरजीकर मेडिकल कॉलेज और हॉस्पिटल जड़े महिला कनिष्ठ डाक्तर को दुष्कर्म और हत्या प्रतिवाद में आज बीजेपी महिला मोर्चा कोलकातार एक नीरव कैंडेल शोभायात्रा करिब। संध्या 6टार मोर्चार राष्ट्रीय अध्यक्ष बनती श्रीनिवासन नेतृत्व में यह शोभायात्रा अनुष्ठित हेब। यह शोभायात्रा आरजीकर मेडिकल कॉलेज और हॉस्पिटल बाहर। बैठक में दलर राज्यसभा सदस्य दर्शन सिंह, पश्चिमबंग प्रभारी पूजा कपिल मिश्र व्यतीत संगीता यादव, गीता साक्य और इंदुबाला गोस्वामी भली राष्ट्रीय पदाधिकारी माने जोगदेवे। सेपटे यह घटना को विरोध करी आज बीजेपी राज्य शाखा सेठाकार समस्त सरकारी प्रतिष्ठान में 2 घंटिया बंद डाकरा देइछि। बीजेपी पक्षर आज अपराह्न 2टारू समस्त जिले में रास्तारोको करा जिवो बोली जणापड़िछि।